ଆପଣଙ୍କ ପରିଚୟ ନିତ୍ୟାନନ୍ଦ ବିଶ୍ୱାଳ କ'ଣ କହିବେ ଆଜି ରଥଯାତ୍ରା? ମହାପ୍ରଭୁଙ୍କ ରଥଯାତ୍ରା ବହୁତ ଭଲରେ ଚାଲିଛି, ରଥ ଭଲରେ ଚାଲିଛି। ମହାପ୍ରଭୁ ରଥ ଉପରେ ବିରାଜମାନ ଦେଖନ୍ତୁ କେମିତି ଜଣ ଦେଖାଯାଉଛନ୍ତି। ବହୁତ ଭକ୍ତ ସମାଗମ ହେଇଛନ୍ତି। ଆଉ ଶୃଙ୍ଖଳିତ ହିସାବରେ ରଥ ଚାଲିଛି। ଆମର ପ୍ରଶାସନ ଶୃଙ୍ଖଳିତ ହିସାବରେ ଲୋକମାନଙ୍କୁ ସୁରକ୍ଷିତ ଦେଉଛନ୍ତି। ଆଉ ରଥ ଆରାମସେ ଚାଲିଛି, ଆଉ କିଛି ଅସୁବିଧା ନାହିଁ। ଜୟ ଜଗନ୍ନାଥ। କେତେ ସଂଖ୍ୟାରେ ଏଠି ଜନସମାଗମ ହେଇଛନ୍ତି? ଆଜ୍ଞା, ଭକ୍ତ କେତେ ଅଛନ୍ତି? ଭକ୍ତ ଏଠି ଆପଣଙ୍କର 5,000ରୁ ଉର୍ଦ୍ଧ୍ୱ ହେବେ। 5-7,000 ଭକ୍ତ ହେଇଛନ୍ତି। ଠାକୁରଙ୍କର କ'ଣ ସବୁ ଅଛି ନୀତି? ଠାକୁରଙ୍କର ପଣ୍ଡି ପୂଜା ହେଲା, ଗୋଟେ ପଣ୍ଡି ହେଲା, ଆଉ ତାପରେ ରାଜା ଛେରା ପହଁରା କଲେ, ଭୋଗ କଲେ, ଆଳତି କଲେ, ତାପରେ ରଥ ଗଡ଼ିବା ଷ୍ଟାର୍ଟ ହେଲା। ଆଉ ଏଇ ଜଗନ୍ନାଥ ମହାପ୍ରଭୁଙ୍କର ଲୀଳା। ଆଉ ଆପଣଙ୍କ ପରିଚୟ? ଆଜି ରଥଯାତ୍ରା, ଆପଣଙ୍କ ଏରିଆରେ ରଥଯାତ୍ରା ଚାଲିଛି, ପ୍ରଭୁଙ୍କର ରଥ ବିଜେ ହେଇଛି, କ'ଣ କହିବେ? କହିବା କଥା, ଭଗବାନ ସମସ୍ତଙ୍କ ଆମ ଓଡ଼ିଆମାନଙ୍କର ପ୍ରାଣକେନ୍ଦ୍ର ନୁହନ୍ତି, ଇଏ ପୃଥିବୀବାସୀଙ୍କର ପ୍ରାଣକେନ୍ଦ୍ର। ତେଣୁ ଜଗନ୍ନାଥ ଅତ୍ର ତତ୍ର ସର୍ବତ୍ର ବିଦ୍ୟମାନ। ମୁଁ ଭାବୁଛି ବୋଧେ ଯେ ପ୍ରଭୁ ଏଠି ସ୍ୱୟଂ ଆବିର୍ଭାବ ହେଇଛନ୍ତି। କାହିଁକି ନା ପ୍ରଭୁଙ୍କ ପାଖରେ ଏତେ ଫୋନ୍ ଯାଉଛି, କିନ୍ତୁ ସେ ସମସ୍ତଙ୍କ ଫୋନ୍କୁ ରିସିଭ୍ କରୁଛି, କିନ୍ତୁ ଆମେ 3-5ଟା ରିସିଭ୍ କରିପାରୁନାହାନ୍ତି। କିନ୍ତୁ ସିଏ ଯେହେତୁ ବ୍ରହ୍ମ ଏଠି ସ୍ୱୟଂ ବିଦ୍ୟମାନ ହେଇଛନ୍ତି। ତେଣୁ ଏକଦମ ଭବ୍ୟ ଭାବରେ ଆମ ରଥ ଆସିଛି। ଅନେକ ଲୋକ ମାନେ ଜନସମୁଦ୍ର ଏଠି ହେଇଛି। ସମସ୍ତଙ୍କର ଭକ୍ତିଭାବ ମନୋବୃତ୍ତି ଅଛି। ସମସ୍ତେ ଏକଦମ ଆମର ରାଜା ମହାରାଜା ବି ଆମର ଅଛନ୍ତି, ଯେ ଛେଡ଼ା ପହଁରା କରନ୍ତି। ଜଗନ୍ନାଥ ବ୍ୟବସ୍ଥା ଏଟାକୁ ଆମେ ବଞ୍ଚେଇକି ରଖିଛୁ। ରାଜାକୁ ରାଜା ବହୁତ ଚଳନ୍ତି ପ୍ରତିମା ବୋଲି ମାନୁଛୁ। ଏବଂ ଆମ ସମସ୍ତ ଏ ଅଞ୍ଚଳର ଲୋକମାନେ ସମସ୍ତେ ରଥଯାତ୍ରା ପାଇଁ ବ୍ୟତିବ୍ୟସ୍ତ ଏବଂ ଭକ୍ତିପୂର୍ଣ୍ଣ ଭାବରେ ଦର୍ଶନ କରୁଛନ୍ତି ପ୍ରଭୁଙ୍କୁ। ଆଉ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରାଟା ଅଜିତ କୁମାର ସାହୁ, ଜଗନ୍ନାଥ ରଥଯାତ୍ରା ଠାକୁରଙ୍କର କ'ଣ କହିବେ? ଆଜି ରଥଯାତ୍ରାଟା ଆମର ଦୀର୍ଘ 15 ବର୍ଷ ଧରି ଏଇଟା ଅନୁଷ୍ଠିତ ହେଉଛି। ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ, ମାତା ସୁଭଦ୍ରା ଦେବୀ ସମସ୍ତଙ୍କ ରଥ ଆଜି କରଞ୍ଜାଡ଼ିଆ ଜଗନ୍ନାଥ ମନ୍ଦିରରୁ ବାହାରି ରହିପୁର ମାଉସୀ ମା ଠାରେ ପହଞ୍ଚିଲା। ଏବଂ ଆଜି ବର୍ଷାର ପାଗ ଆପଣମାନେ ଦେଖୁଛନ୍ତି, ତା ସତ୍ତ୍ୱେ ହଜାର ହଜାର ଲୋକ ରହିଲା। ଜଗନ୍ନାଥଙ୍କର ଭକ୍ତମାନେ ଆଜି ଆବେଗ ଭରରେ ବର୍ଷାରେ ଭିଜିଛି। ପ୍ରାୟ 10,000ରୁ ଉର୍ଦ୍ଧ୍ୱ ଲୋକ ଆଜି ରଥ ଟାଣିଛନ୍ତି। ତେଣୁ ଏସବୁ କାଳିଆର ଲୀଳା। ଆମେ ନିମିତ୍ତ ମାତ୍ର ରଥ ପରିଚାଳନା କମିଟିର ଆମେ ସବୁ ଯେଉଁମାନେ ଅଛନ୍ତି ଏବଂ ଆମେ ସମସ୍ତେ ମିଶି ରଥକୁ ବହୁତ ଶୃଙ୍ଖଳା ଭାବରେ, ଶାନ୍ତି ଭାବରେ ଏବଂ ବହୁ ମାନେ ଭାବାପୂର୍ଣ୍ଣ ଭାବରେ ଆଜି ଆମର ଏ ଯେଉଁ ରଥଯାତ୍ରା ରହିଛି। ତେଣୁ ଆଜିକାର ସମସ୍ତ ଅଞ୍ଚଳବାସୀ, ସମସ୍ତ ଜନସାଧାରଣ, ସମସ୍ତ ଭକ୍ତମାନଙ୍କୁ ଆମ କମିଟି ତରଫରୁ ଅଶେଷ ଧନ୍ୟବାଦ। କ'ଣ କହିବେ ରଥଯାତ୍ରା ଚାଲିଛି କ'ଣ? ଏଇ ରଥ ବିଷୟରେ ଆଜ୍ଞା 11 ବର୍ଷ ଚାଲିଛି ପ୍ରଭୁଙ୍କର ରଥ। ହଜାର ହଜାର ଲୋକ ସଂଖ୍ୟାର ସମାଗମ ହେଉଛି। ସମସ୍ତଙ୍କ ଆନନ୍ଦ ଉଲ୍ଲାସ ରଥଯାତ୍ରା ପାଳନ କରାଯାଉଛି। ସମସ୍ତଙ୍କ ସହଯୋଗ ଅଛି। ଆଉ ଏ କରଞ୍ଜାଡ଼ିଆ ଏରିଆର ଗୋଟେ ମହାନ ଗୌରବ ଅଧ୍ୟକ୍ଷ ମହାପାତ୍ର। କରଞ୍ଜାଡ଼ିଆର ଯେଉଁ ରଥ, ଏଇଟା ଗୋଟେ ବହୁତ ଦିନ ଧରି ଆଶା ଆକାଂକ୍ଷା ଥିଲା। ତଥାପି 10-15 ବର୍ଷ ହେଲା ହେଲାଣି। ଯେଉଁ ଜାଗାରେ ମନ୍ଦିର ପ୍ରତିଷ୍ଠା ହେଇଛି ସେଠି ଜଣେ ସୁଲା ମାତାଜୀ ବୋଲି ଜଣେ ମାତାଜୀ ଥିଲେ। ସେଇ ଗୋଟେ ଧର୍ମ ଅନୁଷ୍ଠାନ ହେବ ବୋଲି ମୁଁ ଛୋଟବେଳେ ଭାବିଥିଲି। ଆଜି ଯେଉଁ ମନ୍ଦିର ନିର୍ମାଣ, ସବୁ ମନ୍ଦିର ମାଳିନୀ ହେଇଯାଇଛି। ଶିବ ଅଛନ୍ତି, ସେ ବିମଳା ଅଛନ୍ତି, ଲକ୍ଷ୍ମୀ ଅଛନ୍ତି, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଅଛନ୍ତି। ଏମିତି ବହୁତ ମନ୍ଦିର ସେଠି ଅଛି। ଆଜି ଯେଉଁ କାର୍ଯ୍ୟକ୍ରମ ହେଉଛି, ପ୍ରଭୁ ଯେଉଁ ଆସିଛନ୍ତି, ଯେ ଆଡ଼ପ ମଣ୍ଡପକୁ ଆସିଲେ, ଆସିକି ଏଠି ଗୁଣ୍ଡିଚା ମନ୍ଦିରରେ ପୁଣି ବର୍ତ୍ତମାନ 9 ଦିନ ବ୍ୟାପୀ ଏଠି ଗୋଟେ ଲୀଳା ପ୍ରକଟ କରିବେ। ଆଜି ତ ସେ ଜଗନ୍ନାଥଙ୍କ କଥା କହିଲେ ଜଗନ୍ନାଥ ଭୁଲି ଯାଇଛନ୍ତି।
ଧାମର କଥା ସେ ଗୋପର ବ୍ରଜବାସୀ ମାନଙ୍କ କଥା ଭୁଲି ଯାଇଛନ୍ତି, ରାଧା ଭାବକୁ ଭୁଲି ଯାଇଛନ୍ତି। ଆଜି ଭକ୍ତ ଭାବରେ ବିମୋହିତ ହୋଇକି ସେ ଆଜି ଏଇ ଯେଉଁ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ପାଲିଟି ଯେ କରଞ୍ଜାଡ଼ିଆ ମାଟି, সেই କରଞ୍ଜାଡ଼ିଆ ମାଟିରେ ସେ ଆଜି ମାନବ ଲୀଳା ପ୍ରକଟ କରୁଛନ୍ତି। ଏଠି ଆମେ ଭକ୍ତ ଭାବରେ ତାଙ୍କର ସାନ୍ନିଧ୍ୟ ପାଇବା ପାଇଁ ଆମେ ଆଜି ଋଣୀଭୂତ ହୋଇଛୁ ଏବଂ ଠାକୁରଙ୍କ ସମ୍ପର୍କରେ କିଛି ଡାଉକ ଭାବରେ କେତେ କଥା ମୁଁ ମଧ୍ୟ କରିଥିଲି, ପ୍ରବଚନ କରିଥିଲି, ଧାରାବାହିକ କରିଥିଲି। ଯାହା ମୁଁ ଭାରି ଆନନ୍ଦ, ବହୁତ ଖୁସି ଅନୁଭବ କରୁଛି। ପ୍ରଭୁ ବର୍ତ୍ତମାନ ସୁଦ୍ଧା ଅଛନ୍ତି, ରଥ ଆରୂଢ଼ ହେଇକି ରହିଛନ୍ତି। ସେ ପୁଣି ଏବେ ଏ ଯେଉଁ ଖାଇବା ପିଇବା ହେଉଛି ବହୁ ଲୋକ ସମାଗମ, ତାଙ୍କର ଯେଉଁ ପ୍ରସାଦ ସେବନ ପରେ ଠାକୁର ପୁଣି ଆସିବେ ଆରପ ମଣ୍ଡପକୁ ଯିବେ, ମା ଗୁଣ୍ଡିଚାରାଣୀ ମନ୍ଦିରକୁ ଯିବେ। ଏହି ହେଉଛି ମୋର ବକ୍ତବ୍ୟ।